ମରଣଜନ୍ତା ପାଲଟିଛି ରାସ୍ତା। ରାସ୍ତାରେ ଚାଲିକି ଯିବା ତ ଦୂରର କଥା, ଗାଡ଼ି କଥା ପଚାରେ କିଏ? ବର୍ଷ ବର୍ଷ ଧରି ରାସ୍ତାର ଏଭଳି ଦୁରବସ୍ଥା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୁଇଟି ପଞ୍ଚାୟତ ହଜାର ହଜାର ଲୋକେ ବର୍ଷ ବର୍ଷ ଧରି ଯମଯନ୍ତ୍ରଣା ଭୋଗୁଛନ୍ତି। ବିଶେଷ କରି ରାସ୍ତାର ଦୁରବସ୍ଥା ପାଇଁ ରାସ୍ତା ଦେଇ କୌଣସି ଯାନବାହନ ଚଳାଚଳ ସ୍ୱାଭାବିକ ହୋଇପାରୁନଥିବା ବେଳେ ଲୋକଙ୍କର ସମସ୍ୟା ଆହୁରି ଦ୍ୱିଗୁଣିତ କରିଛି ଏହି ରାସ୍ତା। ସାମାନ୍ୟ ବର୍ଷାରେ ରାସ୍ତା ଏଭଳି ବେହାଲ ହେଉଥିବା ବେଳେ ବର୍ଷା ଦିନରେ ରାସ୍ତାର କିଭଳି ଦୁରାବସ୍ଥା ରହୁଥିବ ତାହା ସହଜେ ଆପଣମାନେ ଅନୁମାନ କରିପାରୁଥିବେ। ଓରକଳ ପଞ୍ଚାୟତରେ ଥିବା ଏହି ରାସ୍ତା ଆନନ୍ଦ ବଜାର ଠାରୁ ପମସରାକୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ପ୍ରତି ସତେ ଯେପରି ଧ୍ୟାନ ଦିଆଯାଉନାହିଁ। କିନ୍ତୁ ରାସ୍ତା ସମ୍ମୁଖ ଭାଗରେ ଥିବା ଆନନ୍ଦ ବଜାର ଠାରୁ 316 ନମ୍ବର ଜାତୀୟ ରାଜପଥ ରାସ୍ତାକୁ 2 ବର୍ଷ ମଧ୍ୟରେ ପିଚୁ ଉପରେ କଂକ୍ରିଟ ହେଉଥିବା ବେଳେ ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରାସ୍ତାର ଦୁରାବସ୍ଥା ପାଇଁ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜରୁରୀକାଳୀନ ସେବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଅଭିଯୋଗ କରିଛନ୍ତି କେବଳ ନିର୍ବାଚନ ସମୟରେ ମାଳମାଳ ପ୍ରତିଶ୍ରୁତି ନେତାମାନେ ଆସି ଦେଉଛନ୍ତି, କିନ୍ତୁ ନିର୍ବାଚନ ସରିଗଲା ପରେ ସବୁକିଛି ଭୁଲି ଯାଉଛନ୍ତି। ଏଇଟା ବି ସତ କଥା, ଭୋଟ ପାଇଗଲା ପରେ ଜନତାଙ୍କୁ ପଚାରେ କିଏ? ସ୍ୱାର୍ଥ ହାସଲ ହୋଇଗଲା ପରେ ଲୋକମାନଙ୍କର କଥା ବୁଝେବା ଆଉ କିଏ? ଏଥର ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି ସମସ୍ୟାରେ ଘାଣ୍ଟି ହେଉଥିବା ଲୋକେ। ଅନ୍ୟପଟେ ଏହି ରାସ୍ତା ଜଳସେଚନ ବିଭାଗ ଅଧୀନରେ ରହିଛି ନା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ତାହା କେହି ସ୍ପଷ୍ଟ କରିନଥିବା ବେଳେ ରାସ୍ତା କାମ ଜଳସେଚନ ବିଭାଗ ପକ୍ଷରୁ କରାଯିବ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକାରୀ କହୁଥିବା ବେଳେ ଉକ୍ତ କାର୍ଯ୍ୟ ଗ୍ରାମ୍ୟ ନିର୍ମାଣ ବିଭାଜନ କରିବ ବୋଲି ଗ୍ରାମବାସୀଙ୍କୁ କହୁଛି ଜଳସେଚନ ବିଭାଗ। ତେବେ ପ୍ରଶ୍ନ ଉଠୁଛି, କେବେ ସୁଧୁରିବ ଏହି ରାସ୍ତା? କେବେ ସୁବିଧା ପାଇବେ ଏଠାକାର ଗ୍ରାମବାସୀ? ବ୍ୟୁରୋ ରିପୋର୍ଟ, ଦି ରୁରାଲ ନ୍ୟୁଜ୍ ଓଡ଼ିଆ। ବିଦ୍ୟୁଲତା ପ୍ରଧାନ। କଣ ରହିଛି ରାସ୍ତା ସମସ୍ୟା? କରୁନାହାନ୍ତି ତ, ଯେତେବେଳେ ଭୋଟ ହଉଛି ଲାଗୁଛି ଆମେ ଯେମିତି ଅଭିଯୋଗ କରୁଛୁ କହୁଛି କରିବୁ, ଆଉ କରୁନାହାନ୍ତି। ଆଉ କଣ ଏମିତି ପିଲାମାନେ ଯାଉଛନ୍ତି ହଟ ହଟ ହେଇକିରି ଆଉଛନ୍ତି, ବର୍ଷା ଦିନେ ଟିକେ ଯାଇପାରୁନାହାନ୍ତି ଛୁଆ ପାଠ ପଢିବାକୁ। ଆଉ ଗାଡି ବି ଦିହ ମୁଣ୍ଡ ହେଲେ ଆସୁନି, କହୁଛି ସେଠିକି ଆନ୍ଦୋଳନ ଟିକେ ଆଣ, ଆମେ ଯାଇକି ଆଣିବୁ। ଏମିତି ସମସ୍ୟା ସଦାବେଳେ ଏମିତି ଲାଗୁଛି। ଆମେ କହିଲେ ଯେତେ ନାହାନ୍ତି, ବର୍ଷା ଦିନ ହେଲେ କଣ ହବ? ଇଏ କଣ ବୈଶାଖୀ କାଳ ବୈଶାଖୀ ହେଇଛି, ଏମିତି ଟିକେ ହଉଛି। ଆଉ ବଡଙ୍ଗା ବର୍ଷା ହେଲେ ଜମାରୁ ଯାଇ ହଉନି ସେଠି। ଆଉ ଆମେ କଣ କିଛି ବିକାଶ କରୁନାହାନ୍ତି, କାହିଁ କହୁଛି ତ କିଛି କରୁନାହାନ୍ତି। ଆଉ କଣ କରିବୁ? ସେପଟ ଗାଁରେ 2 ଥର ରୋଡ ହଉଛି, ଆପଣ ଏପଟ ଥର? ହଁ, ଡବଲ ରୋଡ ସେଥର ସେପଟୁ ସେଇଠୁ ଛାଡିକି ହଉଛି, ଆମ ଆଡେ କିଛି ନାହିଁ। ବର୍ଷା ଦିନେ ଆହୁରି ଖରାପ ହଉଛି, ଆମେ ସାଇକେଲ ବି ନେଇ ପାରୁନୁ, ଗାଡି ବି ସ୍କୁଲ ଗାଡି ବି ଆସି ପାରୁନି। ଆମେ ସେଥିପାଇଁ ଚାଲିକି ଯିବାକୁ ପଡୁଛି। ଗଲା ଆସୁକୁ ଆମର ବହୁତ ଅସୁବିଧା ହଉଛି, ଆମେ କେତେଥର ବି ଗୋଡ ଖସିକି ପଡିଲୁଣି। ନା, ଅଧା ଦିନ ତ ଆମେ ସ୍କୁଲ ବନ୍ଦ କରୁଛୁ ଏ ରାସ୍ତା ପାଇଁ। ସରକାରଙ୍କୁ ଏତିକି ଅନୁରୋଧ କି ସବୁଆଡେ ରାସ୍ତା ହଉଛି, ହେଲେ ଆମ ଅନୁରୋଧ ଶୁଣୁନାହାନ୍ତି, ଆମ ଆଡେ ବି ରାସ୍ତା ହଉ। ମୋ ନାଁ ବ୍ରଜକିଶୋର ପ୍ରଧାନ, ମୁଁ ହେଉଛି ସ୍ଥାନୀୟ ଲୋକ। ମୋ ଘର ହେଉଛି ଗୋବର୍ଦ୍ଧନପୁର। ଏଇ ଯେଉଁ ରାସ୍ତାର କିଛି ବାଟ ଗଲା ପରେ 50 ଫୁଟ 60 ଫୁଟ ଗଲା ପରେ ମୋ ଘର ପଡ଼ିବ। ଇଏ ରାସ୍ତାରେ ଆମର ଦୈନନ୍ଦିନ ଜୀବନ ରାସ୍ତାର ମେଡିକାଲ, ସ୍କୁଲ, ମନ୍ଦିର ସବୁଗୁଡ଼ିକ ଆମର ଏଇଠି। ତେଣୁ ମୁଁ ଏବେ ରିସେଣ୍ଟଲି ସ୍କୁଲରୁ ନାତିକି ଆଣିବା ପାଇଁ ଯାଇଥିଲି, ପଡ଼ିକିରି ଯାଇଛି ଘରକୁ, ପ୍ୟାଣ୍ଟ ସାର୍ଟ ବଦଳିକି ଏବେ ଆସି ଛିଡ଼ା ହେଇଛି। ଆପଣମାନେ ଦେଖନ୍ତୁ ଏ ଯେଉଁ ରାସ୍ତାର ଅବସ୍ଥା କେମିତି ଅଛି। ସାଧାରଣ କଥା, ଆମ୍ବୁଲାନ୍ସଟିଏ ବି ଆମ ଗାଁକୁ ଯାଇପାରୁନାହିଁ। ବର୍ଷା ଦିନେ ଗାଡ଼ି ଆସିପାରିଲା ନାହିଁ ଆମ ଗାଁକୁ ବୋଲି ପିଲାମାନେ ସ୍କୁଲ ବନ୍ଦ କରିଦେଲେ। ସ୍କୁଲ 4 ମାସ ବନ୍ଦ ହେଇଗଲା, ସ୍କୁଲ ଯାଇପାରିଲେ ନାହିଁ। ତେଣୁ ଏ ପ୍ରକାର ଅବସ୍ଥାରେ ଆମେ ସ୍ଥାନୀୟ ପ୍ରତିନିଧିକି ଯାଇ କହିଲୁ, ସ୍ଥାନୀୟ ଏମଏଲଏକୁ ଯାଇ କହିଲୁ, ଲୋକମାନେ ଯାଇକିରି ଅଭିଯୋଗ କଲେ ଯେ ଆମର ଏଇ ଅବସ୍ଥା ହେଇଛି, ଏମିତିଆ ଆପଣ ଟିକେ ବ୍ୟବସ୍ଥା କରନ୍ତୁ। ସିଏ କହିଲେ ଏଇଟାକୁ ପିଡବ୍ଲ୍ୟୁ କରିବ, କିଏ କହିଲା ସେଇଟା ଡେଲ୍ଟା କରିବ, କିଏ କହିଲା ଅଲଗା ଯିବାର କର, କିନ୍ତୁ କେହି ଶୁଣିଲେ ବି ନାହିଁ। ଆଜି ପର୍ଯ୍ୟନ୍ତ ଦେଖନ୍ତୁ ଏଇ ସାମାନ୍ୟ ବର୍ଷା, କାଲି ରାତିରେ କିଛି ବର୍ଷା ହେଲା, ବର୍ତ୍ତମାନ ଆପଣ ଅବସ୍ଥା ଦେଖୁଛନ୍ତି। ତେଣୁ ଏ ପ୍ରକାର ଅବସ୍ଥାରେ ଆମେ କାହାକୁ କହିବୁ? ରାଜଧାନୀ ପାଖରେ ଆମ ଘର, ପିପିଲି ବ୍ଲକରୁ କେତେ କିଲୋମିଟର ଆମ ଘର ହେଡକ୍ୱାର୍ଟରଠୁ। ଏ ଅବସ୍ଥା ଯଦି ଆମର ଏଠି, ତାହେଲେ ଉପାନ୍ତର ଲୋକଙ୍କର କଣ ଅବସ୍ଥା ନ ହବ? ବିକାଶ କଣ ହଉଛି? ଆଉ ବିକାଶ ଇଏ ସରକାର ମାନେ ବିକାଶ ତାହେଲେ କଣ ହଉଛି? ଯଦି ଏଇଠି ବିକାଶର ଅବସ୍ଥା ଏ ପ୍ରକାର ଅବସ୍ଥାରେ ଅଛି, ତାହେଲେ ବିକାଶ ସରକାର କି ପ୍ରକାର ବିକାଶ କରୁଛନ୍ତି? ଏ ଖାଲି ଡିଣ୍ଡିମ ପିଟିଆ କଥା।
ସ୍ଥାନୀୟ ଲୋକଙ୍କୁ କି ପ୍ରକାର ଅସୁବିଧାରେ ପଡୁଛି। ତାପରେ ଆପଣ ଦେଖନ୍ତୁ ଆଡଜସେଣ୍ଟ ରୋଡ ୟା ପଛପଟେ ରୋଡଟା ପ୍ରଥମେ କଂକ୍ରିଟ ହେଲା, ତାପରେ ପିଚୁ ହେଲା, ତାପରେ ଇଟା ପଡୁଛି ଏଠି ଆପଣ ଦେଖନ୍ତୁ। କିନ୍ତୁ ଏଇଠୁ କେତେ କିଲୋମିଟର ବାଟ, ଏଇଠୁ ପମସରା 1 କିଲୋମିଟର ହବ କି ନାହିଁ, ଇଏ ରାସ୍ତାଟା ହେଇପାରୁନାହିଁ। ତାହେଲେ ଆମର ଏଇ ଲୋକମାନେ ତାହେଲେ ଭୋଟ ଦେବେ କାହିଁକି? ସ୍ଥାନୀୟ ଲୋକ ତ ନିଷ୍ପତ୍ତି ନେଇଛନ୍ତି ଏ ଆସୁଥିବା ଯେକୌଣସି ଇଲେକ୍ସନ ଆସିବ ସେ ତାଙ୍କୁ ଭୋଟ ବର୍ଜନ କରିବେ। ଏମିତି ଆମ ଅବସ୍ଥା ଯଦି ସୁଧୁରୁନି, ଏଇଠି ରାଜଧାନୀ ପାଖରେ ଥାଇକିରି ବ୍ଲକ ପାଖରେ ଥାଇକିରି, ତାହେଲେ ଭୋଟ ଦବୁ କାହିଁକି? ଏଇଟା କୋଉ ପଞ୍ଚାୟତରେ ଯାଉଛି ଆପଣଙ୍କର? এইটা ওরকল পঞ্চায়েতরে যাଉଛି। ওরকল পঞ্চায়েত দেখন্তু সেইটা হচ্ছে তার ওরকল পঞ্চায়েতর ସେ ଆମ ଗାଁଠୁ ଆରମ୍ଭ ଓରକଳ ପଞ୍ଚାୟତ ସେଇ ଏଇପଟେ ଯାଇଛି। ଓରକଳ ପଞ୍ଚାୟତ ଦେଖନ୍ତୁ ରୋଡ ପାଖରେ କେମିତି ଏଇ ରୋଡ ଆରପଟେ କି ଅବସ୍ଥା ରୋଡର ପିଚୁ 3 ଥର ହଉଛି। ଲୋକମାନେ ଟୋଲ ଗେଟ କୁ ଆଭଏଡ କରିକି ସବୁ ତ ଗାଡି ଏଇପଟେ ଯାଉଛି। କଣ ତାଙ୍କ ସୁବିଧା ପାଇଁ କରାହଉଛି କି ରୋଡଟା? କହିଲା ଯେ ଆମ ପିଲା ଏଠୁ ଯାଇପାରୁନାହାନ୍ତି, ମେଡିକାଲ ଯାଇପାରୁନାହାନ୍ତି କି ସ୍କୁଲ ବି ଯାଇପାରୁନାହାନ୍ତି। କଣ ହବା ଦରକାର? ଆପଣ ଚିନ୍ତା କରୁନାହାନ୍ତି, ଜଣେ ଭଦ୍ରଲୋକ ହିସାବରେ ଆପଣ ଦେଖନ୍ତୁ ଇଏ ରୋଡ ଯଦି ନ ହେଇପାରିବ ସ୍କୁଲ ବନ୍ଦ ହେଇଯିବ, ପିଲାଙ୍କର ଆମ୍ବୁଲାନ୍ସଟା ଆସିପାରୁନି, ହସ୍ପିଟାଲ ଯିବା ପାଇଁ ବନ୍ଦ ହେଇଯିବ, ଲୋକମାନେ ହାଟ ବଜାରକୁ ବୁଲି ବାଲିକିରି ପିପିଲି ଯାଉଛନ୍ତି। ତେଣୁ ଏଟାକୁ ତୁରନ୍ତ ଆପଣ କେମିତି ଏ ରାସ୍ତାର ମରାମତି ହେଇପାରିବ ବା ରାସ୍ତାଟା ହେଇପାରିବ ସେ ବ୍ୟବସ୍ଥା କରାଯାଉ। ଏଇ ହଉଛି ଆମର ମାନେ ଆପଣଙ୍କ ଥ୍ରୋରେ ମୁଁ ନିବେଦନ କରୁଛି ସରକାରଙ୍କୁ, ସେ ଆସି ଥରେ ଦେଖନ୍ତୁ ଏ ଅବସ୍ଥାରେ, ଲୋକ ପ୍ରତିନିଧି ବି ଦେଖନ୍ତୁ ଏଠି ରାସ୍ତାର ତ ଆଜ୍ଞା ଅବସ୍ଥା କି ଆମେ ଏମିତି ହଇରାଣ ବୋଧେ ହଉଛି ପାଖାପାଖି 15-20 ବର୍ଷ ହେଲାଣି। ଆଉ ଏବେ କଣ ରିସେଣ୍ଟ ବୋଧେ 5-7 ବର୍ଷ ପୂର୍ବରୁ ମୋର ହିଁ ପଡିଥିଲା। ତାପରେ ଆମର ଏଇ ଆଖପାଖ ଅଞ୍ଚଳର ଯୋଉ ଏଠି ପାଖରେ ସ୍କୁଲ ଅଛି, ପିଲାମାନେ ବହୁତ ହଇରାଣ ହଉଛନ୍ତି। ଆମେ ବି ଏପଟେ ଯିବା ପାଇଁ ପୁରା କୁଣ୍ଠାବୋଧ, ଆମେ ସେପଟେ ବୁଲିକି ଯାଉଛୁ, ନହେଲେ ଦଶପଟ ପଟେ ବୁଲିକି ଯାଉଛୁ ପମସରା ଦେଇକି। ଏପଟେ ଏତେ ଅବସ୍ଥା ଖରାପ, ଆଜି ପର୍ଯ୍ୟନ୍ତ ସରକାରଙ୍କର ମାନେ ଆମର ପାଦ ତଳେ ଜାଗାଟା ଅଛି, କିନ୍ତୁ ଦେଖିକି ସମସ୍ତେ ଅନ୍ଧ ଆଜି। ବର୍ତ୍ତମାନ ଏ ରାସ୍ତାରେ ତ ଚାଲିକି ଯିବା କଷ୍ଟ, ଗାଡି ଗୁଡା ଯିବା ତ ବହୁତ କଷ୍ଟ ହଉଥିବ। ଆଜ୍ଞା କଣ ହବା ଦରକାର? ମାନେ ଏଇଟା ଆଜ୍ଞା ଯେତେ ଜଲ୍ଦି କାମ ହବା ଦରକାର। ଆମ ଏଇ ଆଖପାଖ ଅଞ୍ଚଳ ଏବଂ ଏପଟେ ସବୁବେଳେ ହଜାର ହଜାର ଲୋକ ଯିବା ଆସିବା, ସେମାନେ ସବୁ ଉପକୃତ ହେବେ। ଦେଖନ୍ତୁ ଏ ରାସ୍ତା ଆଜ୍ଞା ପିଚୁ ଉପରେ ପିଚୁ ପଡୁଛି, ତାପରେ କଂକ୍ରିଟ ଚାଲିଛି, ଆଜ୍ଞା କିନ୍ତୁ ଏ ରାସ୍ତା କାମ ନବା କାରଣ କଣ? କାହିଁ ସରକାରଙ୍କ ଉପରେ ସରକାରଙ୍କ ନଜର ଏଠିକା ଆସୁନି, ଆମେ ବି କାହିଁ ଜାଣିପାରୁନୁ। ଆମେ ବି ବହୁତ ଥର ଆଜ୍ଞା ସମସ୍ତଙ୍କୁ ଯାଇ ଦେଖା ହେଇଛୁ, ପୂର୍ବତନ MLA ଙ୍କୁ ଦେଖା ହେଇଥିଲୁ। ତାପରେ ଇଏ ଯୋଉ ବର୍ତ୍ତମାନ ରିଙ୍କୁ ବାବୁଙ୍କୁ ତାଙ୍କୁ ବି ଯାଇକି ଜଣେଇଥିଲୁ, ଅବଶ୍ୟ ମୁଁ ଯାଇନି, ମୁଁ ବ୍ୟବସ୍ଥା କରିଥିଲି, ଯାଇଥିଲେ କହିଥିଲେ ଲୋକ ମଧ୍ୟ। ଏପର୍ଯ୍ୟନ୍ତ କିଛି ତାର ଜରୁରୀ ସେବା ସମୟରେ କେତେ ଅସୁବିଧା ହଉଛି ବହୁତ ଆଜ୍ଞା। ଏପଟେ ଆଜ୍ଞା ଆମ୍ବୁଲାନ୍ସ ଗୋଟେ ଯାଇପାରୁନି, ଭାରି କଷ୍ଟ ଯିବାଟା। ଏଇ ଜଷ୍ଟ ଆନନ୍ଦ ବଜାର ଛକରୁ ପମସରା ପର୍ଯ୍ୟନ୍ତ ଗୋଟେ ଆମ୍ବୁଲାନ୍ସ ଯିବା ପାଇଁ ଏପଟେ କଷ୍ଟ ହେଇଯାଉଛି ଆଜ୍ଞା। 3 ଥର ଗଲାଣି। କଣ କହୁଛନ୍ତି? କହୁଛି ହଁ କରିବା, ଏମିତି ତ ସଦାବେଳେ କୁହନ୍ତି କରିବା ବୋଲି ଆଉ। ଆପଣ ସାମ୍ନାରେ ଯୋଉ ରୋଡ ଅଛି 4 ଥର ହେଲାଣି କାମ, ଆଡେ କେହି ଆମ ପିଲା ବେଳୁ ଏ କାମ ହେଇନି, ମତେ ଆସିକି 60 ପାଖାପାଖି ହେଲାଣି, ଏ କାମ ହବାକୁ ନାହିଁ। ଏ ରାସ୍ତା ଉପରେ କୋଉ ଲୋକ ସବୁ ଉପରେ ନିର୍ଭର କରନ୍ତି? ଏଠି 4ଟା ଗାଁର ଲୋକ ଯିବା ଆସିବା କରନ୍ତି, 2ଟା ପଞ୍ଚାୟତର ଲୋକ, କୋଉ ପଞ୍ଚାୟତ? ପମସରା ଆଉ ଓରକଳ। ଦୈନନ୍ଦିନ କେତେ ଲୋକ ସବୁ ଯିବା ଆସିବା କରନ୍ତି? ଲୋକ ଆଜ୍ଞା 2ଟା ପଞ୍ଚାୟତର ଲୋକ ଯିବା ଆସିବା ଯେତିକି ଲୋକ ହେବେ ଆଉ 8-10 ହଜାର ଲୋକ। ଏଇ ରାସ୍ତାର ଏଇ ଅବସ୍ଥା ପାଇଁ ଆମ୍ବୁଲାନ୍ସ ହଉ କିମ୍ବା କିଛି ଆଜ୍ଞା କିଛି ଆସିପାରୁନି। କଣ ଡିମାଣ୍ଡ ରଖିବେ ସରକାରଙ୍କ? ସରକାର ଏଥର ଭୋଟ ଦବୁନି। ଭୋଟ ବର୍ଜନ କଲେ କଣ ସମସ୍ୟା ସମାଧାନ ଭାବୁଛନ୍ତି? ହଁ ସେ ଆସନ୍ତୁ, ଜାଣନ୍ତୁ, ଦେଖନ୍ତୁ। ଆଗ 70 ମସିହାରେ ଗଲୁ, ଏତେ କାଦୁଆ ଆଣ୍ଠୁଆ ପକରେ ଗଲୁ, MLA କହିଲେ ହଁ କରିଦେବା, ଡଷ୍ଟବିନ ପକେଇବା, ସବୁ କରିବା, କିଛି ନାହିଁ। ଏପର୍ଯ୍ୟନ୍ତ ବି କାମ ହେଇପାରୁନି।